ସାଇବର ଜାଲରେ ଛନ୍ଦି ହୋଇଗଲେ ସାମ୍ବାଦିକ ବନ୍ଧୁ ଜଣକ। 35,000 ଟଙ୍କା ଠକିନେଲା ସାଇବର ଠକ। ବର୍ତ୍ତମାନ ସାଇବର ଠକେଇ ବଢ଼ିବାରେ ଲାଗିଛି। ଏଥିରେ ବଳି ପଡ଼ୁଛନ୍ତି ଅନେକ ନିରୀହ ଜନତା। ଆଜି ଏକ ଏମିତି ସାଇବର ଠକର ପ୍ଲାନ୍ ଉପରେ କହିବୁ, ଆପଣ ବି ଏହି ଜାଲରେ ନିହାତି ଫସିଯିବେ। ଏହି ସାଇବର ଠକେଇର ଶିକାର ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାକୁମୁଡ଼ା ବ୍ଲକ ସଦର ଗ୍ରାମର ଖଗେଶ୍ୱର ନାୟକ। ପେଶାରେ ଜଣେ ସାମ୍ବାଦିକ ଏବଂ ଗୋଟିଏ ଗ୍ରୋସରୀ ଦୋକାନ ମଧ୍ୟ କରିଛନ୍ତି। 35,000 ଠକେଇ ହେବା ନେଇ ସେ କୋଷାକୁମୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପ୍ରଥମେ କୋଷାକୁମୁଡ଼ା ସରପଞ୍ଚଙ୍କ ସ୍ୱାମୀଙ୍କୁ ଏକ ଅଜଣା ନମ୍ବରରେ କଲ୍ ଆସିଲା ଏବଂ କହିଲେ ପଞ୍ଚାୟତରେ ଏକ ସୋଲାର ବସିବ। ସେ ନେଇ ଆମ ୱାର୍କର ଆସୁଛନ୍ତି, ଟିକିଏ ଜଗାରଖା କରିନେବ। ସେମାନେ ଖାଇବା ପାଇଁ ଏକ ଗ୍ରୋସରୀ ଦୋକାନର ନମ୍ବର ଦେବା ପାଇଁ କହିଲେ। ସରପଞ୍ଚଙ୍କ ସ୍ୱାମୀ ଗ୍ରାମର ଖଗେଶ୍ୱର ନାୟକଙ୍କ ନମ୍ବର ଦେଇଥିଲେ ଏବଂ ସେଥିରୁ ଗ୍ରୋସରୀ ସାମଗ୍ରୀ ନେବା ନେଇ କହିଲେ। ଘଟଣାଟା ଥିଲା, କ'ଣ କହିବେ ୟାକୁ ନେଇକି? ଆଜ୍ଞା ଦେଖନ୍ତୁ, ସେ ମେଘାର ସୋଲାର ଲାଇଟ୍ ସେଣ୍ଟ୍ରାଲ ଟିମ୍ ଆମେ କହୁଛୁ। ଆଜ୍ଞା ଆପଣ କୋଷାକୁମୁଡ଼ା ସରପଞ୍ଚ ହରିବନ୍ଧୁ ମାଝୀ କହୁଛନ୍ତି ତ? ହଁ ସାର୍, ମୁଁ ହରିବନ୍ଧୁ ମାଝୀ କହୁଛି। ତ ଆପଣଙ୍କର ଜିପିରେ ସୋଲାର ଲାଇଟ୍ 500 ଲାଗିବ। ଆଉ 2 ଘଣ୍ଟା ପରେ ଆମର ସବୁ ଟିମ୍ ଲେବର ଆଉ ସୋଲାର ଲାଇଟ୍ 500 ପିସ୍ ଧରିକି ସେମାନେ ପହଞ୍ଚିବେ ଆପଣଙ୍କର ପଞ୍ଚାୟତ ଭବନରେ। ଯେହେତୁ ଆପଣ ରହିବା ବ୍ୟବସ୍ଥା ଟିକେ କରିଦେବେ, ଭଲ କଥା, ସ୍ୱାଗତ ଯୋଗ୍ୟ। ଯେହେତୁ ପଞ୍ଚାୟତରେ ଗୋଟେ ସୋଲାର ଲାଇଟ୍ ଲାଗିବ, ଆମେ ଅତ୍ୟନ୍ତ ଖୁସି ହେଇଯାଇଥିଲୁ ଆଜ୍ଞା। ତାପରେ ସେ 2 ଘଣ୍ଟା ପରେ ମୋ ଲୋକ ପହଞ୍ଚିଯିବେ ଆଜ୍ଞା। ଆପଣ ସେଲ୍ସମ୍ୟାନ୍କୁ କହିକି ରୁମ୍ଟା ଟିକେ ଦେଖେଇଦେବେ। ତୁରନ୍ତ ମୁଁ ସେଲ୍ସମ୍ୟାନ୍କୁ କହିକି ନମ୍ବର ବି ତାଙ୍କୁ ଦେଇଥିଲି, ତାଙ୍କ ସହିତ ଯୋଗାଯୋଗ କରିଥିଲେ ସେ ମେଗା ସୋଲାର ଲାଇଟ୍ ସେଣ୍ଟ୍ରାଲ ଟିମ୍। ଆଉ ସେମାନେ ମୋ ଲେବର ବି ପହଞ୍ଚିଯିବେ ବୋଲିକି କହିଥିଲେ। ଦେଖିଲା ବେଳକୁ ସାର୍ ତାଙ୍କର ଲେବର କୋଷାକୁମୁଡ଼ାରେ ପେଟ୍ରୋଲ ପମ୍ପରେ ଅଛନ୍ତି। ତ ସେମାନଙ୍କୁ କିଛି ପଇସା ଦରକାର ପଡ଼ୁଛି ପେଟ୍ରୋଲ ପମ୍ପରେ। ତ ଆପଣ ସେ ପେଡ୍ଟା କରିଦେବେ, ଆଉ ଆପଣଙ୍କର ଆକାଉଣ୍ଟରେ ବି ଆମେ 80,000 ଟଙ୍କା ଆମେ ପଠାଇଦେବୁ ବୋଲି ମୋତେ ବି କହିଥିଲେ। ତ ମୋତେ କାହିଁକି ପଠାଇଦେବେ ଆଜ୍ଞା? ଆପଣଙ୍କର ଲୋକ ସେମାନଙ୍କୁ ପଠାଇ ଦିଅନ୍ତୁ। ପେଟ୍ରୋଲ ପମ୍ପରେ ଯାହା ଟଙ୍କା ଦେବେ ସେଠି ପେଡ୍ କରିବେ, ଆଉ ଯାହା ଦରକାର ପଡ଼ିବ। ହଁ ସାର୍, ଆଉ ଯେଉଁ କିରାନା ଦୋକାନ କେଉଁଠୁ ଆମର ସେ ଲୋକ ସାମାନ ଉଠେଇବେ, ତାଙ୍କୁ ବି ଆମକୁ ସାମାନ ଉଠେଇବା ପାଇଁ ସେ ଦୋକାନର ନମ୍ବର ଟିକେ ଦେବେ। ମୁଁ ଦେଇଥିଲି ଆମର କୋଷାକୁମୁଡ଼ାର ଖଗେଶ୍ୱର ନାୟକ, ସେ ଭଲ ବେପାରୀ, ଭଲ ଦୋକାନ ତାଙ୍କର, ହୋଲସେଲ ଦୋକାନ। ସେ ବନ୍ଧୁଙ୍କର ନମ୍ବରଟା ମୁଁ ଦେଇଥିଲି, ତାଙ୍କର ସହିତ ବି ଯୋଗାଯୋଗ କଲେ ଯେ ମୋଠୁ ସାମାନ ନେବେ ଆଜ୍ଞା, ଆପଣଙ୍କର ଲୋକକୁ ପଠାଇବେ ବୋଲି ସେ ଦୋକାନୀ ବି କହିଥିଲେ। ଏବଂ କିଛି ସମୟ ଗଲା ପରେ ତାଙ୍କ ସହିତ ବି ଯୋଗାଯୋଗ ହେଇଥିଲା, ଆଉ ତାଙ୍କର ମଧ୍ୟ ସାମାନ ଉଠାଇବା ପାଇଁ କହିଲେ। ଆଉ ସେମାନଙ୍କୁ ମୁଁ ଯେଉଁ ଲେବର ପହଞ୍ଚିବେ ଆପଣଙ୍କର ଦୋକାନରେ, ସେ ସାମାନ ନେଲା ବେଳକୁ ଯାହା ସାମାନ ଦେବେ ଆଉ ଟଙ୍କା ମୁଁ ଦେଇ ଦେଉଛୁ ଅନଲାଇନରେ ପେଡ୍ କରିଦେଇକି ବଳକା ଟଙ୍କା ଆମର ଲେବରକୁ ଦେବେ ବି କହିଥିଲେ। କିନ୍ତୁ ତାଙ୍କୁ ମଧ୍ୟ ସେ ଖଗେଶ୍ୱର ନାୟକ ମଧ୍ୟ ଠକେଇ କଲେ, ସାଇବର ଠକେଇ। ଆମେ ଅଜଣା ବ୍ୟକ୍ତି ଜଣକ ଖଗେଶ୍ୱରଙ୍କୁ ଫୋନ୍ କଲେ। ସରପଞ୍ଚଙ୍କ ସ୍ୱାମୀ ଆପଣଙ୍କ ନମ୍ବର ଦେଇଛନ୍ତି, ଆପଣଙ୍କ ଠାରୁ ରୋଷେଇ ସାମଗ୍ରୀ ନେବା ନେଇ କହିଛନ୍ତି। ଏହାପରେ ସାମ୍ବାଦିକ ବନ୍ଧୁ ଜଣକ ବିଶ୍ୱାସ କରିନେଲେ। ଠକ ଜଣକ ଖଗେଶ୍ୱରଙ୍କ ପାଖକୁ 75,000 ଟଙ୍କା ସେ ପଠାଇଥିବା କହିବା ସହ ପଠାଇଥିବା ସ୍କ୍ରିନଶଟ୍ ମଧ୍ୟ ତାଙ୍କୁ ପଠାଇଦେଲେ। କିନ୍ତୁ ତାଙ୍କ ପାଖକୁ ଟଙ୍କା ଆସିନଥିଲା। ସ୍କ୍ରିନଶଟ୍ରେ ପ୍ରାଞ୍ଜଳ ଭାବରେ ଦେଖାଯାଉଛି ତାଙ୍କ ପାଖକୁ 75,000 ଟଙ୍କା କ୍ରେଡିଟ୍ ଆସିଛି। ସେ ଅବାକ ହୋଇଗଲେ ଏବଂ କିଛି ସମୟ ବ୍ୟତିବ୍ୟସ୍ତ ମଧ୍ୟ ହୋଇଗଲେ। କିନ୍ତୁ ସରପଞ୍ଚଙ୍କ ସ୍ୱାମୀ କହିଛନ୍ତି ସେଥିନେଇ ବିଶ୍ୱାସ ମଧ୍ୟ କରିନେଲେ। ପ୍ରତିବଦଳରେ ଏକ ସ୍କାନର ପଠାଇଲେ ଏବଂ ଏଥିରେ 35,000 ଟଙ୍କା ପଠାଇ ଦିଅ, କାମ କରିବା ଲୋକ ପେଟ୍ରୋଲ ପମ୍ପରେ ସେ ଜଗିଥିବା କହିଲେ ଠକ ଜଣକ ଏବଂ ତାଙ୍କୁ ରୋଷେଇ ସାମଗ୍ରୀ ଯୋଗାଇ ଦେବା ନେଇ କହିଲେ। ବିଶ୍ୱାସରେ 35,000 ସେ ଦେଇଥିବା ସ୍କାନରରେ ପଠାଇଦେଲେ। ସେପଟେ 75,000 ସ୍କ୍ରିନଶଟ୍ ଆସିଲା, କିନ୍ତୁ ତାଙ୍କ ପାଖକୁ ପଇସା ଆସିଲା ନାହିଁ। ଏନେଇ ସେ ଠକ ଜଣକୁ ଯୋଗାଯୋଗ କଲେ। ସିଏ କହିଲେ ପଇସା ଟ୍ରାଞ୍ଜାକ୍ସନରେ କିଛି ପ୍ରୋବ୍ଲେମ୍ ଆସିଛି। ସେ NEFT କରିଛନ୍ତି, କିଛି ସମୟ ମଧ୍ୟରେ ତାଙ୍କ ପାଖକୁ ପଇସା କ୍ରେଡିଟ୍ ହେଇଯିବ। ସମୟ ଅତିକ୍ରମ ହୋଇଗଲା। ଶେଷରେ ତାଙ୍କୁ ଯୋଗାଯୋଗ କରିବାରୁ ବର୍ତ୍ତମାନ ଆଉ ସେ ଅଜଣା ବ୍ୟକ୍ତି ଫୋନ୍ ନ ଉଠାଇବାରୁ ଶେଷରେ ବୁଝିପାରିଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି ଏବଂ ଏନେଇ କୋଷାକୁମୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ସାଇବର ଠକ ଏତେ ଚାଲାକ ଯେ ପ୍ରଥମେ ଗ୍ରାମର ସରପଞ୍ଚଙ୍କ ସ୍ୱାମୀଙ୍କୁ ଧରିଲା ଏବଂ ତାଙ୍କ ବିଶ୍ୱାସରେ ଖଗେଶ୍ୱର ବାବୁ ବଳି ପଡ଼ିଗଲେ। ଆପଣ ଯଦି କେବେ ଏମିତି ସାଇବର ଫ୍ରଡର ଶିକାର ହେଲେ ତୁରନ୍ତ
1930 को कॉल करନ୍ତୁ ଏବଂ ସାଇବର ଥାନାରେ ଅଭିଯୋଗ କରନ୍ତୁ। ମୋ ନାଁ ଖଗେଶ୍ୱର ନାୟକ, ମୁଁ କୋଷାଗୁଣ୍ଡା ବାସିନ୍ଦା। ମୋର ଗୋଟେ ଗ୍ରୋସରୀ ଦୋକାନ କୋଷାଗୁଣ୍ଡା ମେନ୍ ରୋଡ଼ରେ ଅଛି। କାଲି 4ଟା ସମୟରେ ମୋତେ କୋଷାଗୁଣ୍ଡା ଏକ୍ସ ସରପଞ୍ଚ ହରିବନ୍ଧୁ ମାଝୀ ମୋତେ ଫୋନ୍ କରି ଜଣାଇଲେ ଯେ ଆମର ଯେଉଁ ପଞ୍ଚାୟତରେ ମେଗା ପ୍ରୋଜେକ୍ଟର ଯେଉଁ ସୋଲାର ଲାଇଟ୍ ଲାଗୁଛି ତାଙ୍କର କଣ୍ଟ୍ରାକ୍ଟକୁ ମୁଁ ଫୋନ୍ ନମ୍ବରଟା ଦେଇଦେଇଛି, ତାଙ୍କର ସହିତ କଥାବାର୍ତ୍ତା ଆପଣ ହେଇଯାଆନ୍ତୁ, ଆଉ କ'ଣ ଗ୍ରୋସରୀ ସାମାନ ନେବେ କ'ଣ ହେବ ବୋଲି ତାଙ୍କୁ କହିଲେ। କହିଲା ଆଉ 7ଟା ବେଳକୁ ସେ ଯାହାକୁ ଦେଇଥିଲେ ନମ୍ବର ସେ ମୋତେ ଫୋନ୍ କଲେ ଯେ ଆପଣଙ୍କୁ ସରପଞ୍ଚ କଥା ହେଇଥିଲେ କି? ମୁଁ କହିଲି ହଁ ମୋତେ କଥା ହେଇଥିଲେ। ତାପରେ ତାଙ୍କୁ କହିଲେ ଆମକୁ ଆପଣଙ୍କ ଆକାଉଣ୍ଟକୁ ଆମେ ଛାଡ଼ୁଛୁ, ଆପଣ କ୍ୟୁଆର୍ କୋଡ଼୍ଟା ଛାଡ଼ନ୍ତୁ ବୋଲି ତାଙ୍କୁ ଫାଷ୍ଟ ନେଇକି ମୋର କ୍ୟୁଆର୍ କୋଡ଼୍ରୁ 40,000 ଟଙ୍କା ଛାଡ଼ିଲେ, ଆଉ ସ୍କ୍ରିନ୍ସଟ୍ ଛାଡ଼ିକିରି ଦେଲେ ଯେ ମୋର ଆକାଉଣ୍ଟରେ ଚଢ଼ି ନଥିଲା ସେଇଟା। ତାଙ୍କ ପଛେ କହିଲେ ଯେ ଆମର ଗାଡ଼ି ଛିଡ଼ା ହେଇଛି, ସରପଞ୍ଚ ବି ଅଛନ୍ତି ଜଗଦଲପୁରରେ, ଆପଣ ନେଇକି ପଇସା ଟିକେ ଛାଡ଼ନ୍ତୁ, ଯେଉଁଟା ପେଟ୍ରୋଲ ପମ୍ପରେ ପେଡ୍ କରିବାର ଅଛି। ତାପରେ ମୁଁ ସାଙ୍ଗେ ସାଙ୍ଗେ ସେ ନମ୍ବରରେ ମୁଁ ତାଙ୍କୁ 20,000 ଟଙ୍କା ଛାଡ଼ିଥିଲି। ଛାଡ଼ିଲା ପରେ ତାଙ୍କୁ କହିଲେ, ମୁଁ ଦେଖିଲି ଯେ ବାଲାନ୍ସ ମୋର ନାହିଁ, ମୁଁ ତାଙ୍କୁ ଆଉ ରିକଲ୍ କଲି ଯେ ମୋର ବାଲାନ୍ସ ଆସିନାହାନ୍ତି ଆଜ୍ଞା, ଆସିନାହିଁ, ମୁଁ ଆପଣଙ୍କୁ ପଇସା ପେଡ୍ କରିଦେଲି। ଆଉ ତାଙ୍କ କହିଲେ NEFT ହେଇଛି ଟିକେ ଲେଟ୍ ହେବ, ଆପଣ ଆଉ ଗୋଟେ ଆକାଉଣ୍ଟ ନମ୍ବର ଦିଅନ୍ତୁ, ମୁଁ ଆଉ ଗୋଟେ କ୍ୟୁଆର୍ କୋଡ଼୍ ଛାଡ଼ିଲି। ଛାଡ଼ିଲା ପରେ ତାଙ୍କୁ ଆଉ ସେଠି 40,000 ଟଙ୍କା ଛାଡ଼ିଲେ। ଟୋଟାଲ୍ ତାଙ୍କୁ 75,000 ଟଙ୍କା ଛାଡ଼ିଲି ବୋଲି ମୋତେ ଦେଲେ ତାଙ୍କେ ସ୍କ୍ରିନ୍ସଟ୍ଟା, ମାତ୍ର ଯେଉଁଟାରେ ପଇସା ଆସିନାହିଁ। ସେତେବେଳେ ତାଙ୍କେ ଆହୁରି ବି ମୋତେ କହିଲେ ଯେ ଆଉ ଗୋଟେ 20,000 ଟଙ୍କା ଛାଡ଼ନ୍ତୁ। ବୋଲେ ମୁଁ ତାକୁ ସେତେବେଳେ 20,000 ଛାଡ଼ିଦେଲି, ଯେତେବେଳେ ମୁଁ ଟୋଟାଲ୍ 35,000 ପଳେଇଲା। ତାପରେ ମୁଁ ସରପଞ୍ଚ କଣ୍ଟାକ୍ଟ କଲା, ସରପଞ୍ଚର ଫୋନ୍ ଲାଗୁନଥିଲା। ତାପରେ ସରପଞ୍ଚ ଉଠେଇଲେ, ତାଙ୍କୁ ବି କହିଲେ ଯେ ନାଇଁ ଆଉ ସେ ତାଙ୍କ ଫେକ୍ ଇଟା ହେଇଯାଇଛି, ଆଉ ମୁଁ ତାଙ୍କୁ କହିବାଟା କରିପାରିଲି ନାହିଁ, ଆଉ ମୋର ସହିତ ବି ସେମିତି ହେଇଛି ବୋଲି ତାଙ୍କୁ କହିଲେ। ହେଲେ ମୁଇଁ ତାଙ୍କୁ ବି କଣ୍ଟାକ୍ଟ କଲି, ଆଉ ହେଲାନି, ମୋର 35,000 ଅଲରେଡ଼ି ପଳେଇଛି, ମୋର ଆକାଉଣ୍ଟକୁ ଆସିନି। ତାଙ୍କ ମେସେଜ୍ ବି ଛାଡ଼ିଛନ୍ତି, ସବୁ ଦେଇଛନ୍ତି ମୋତେ ମେସେଜଟା ବି। ସେ ଇଏରେ ଆସିକିରି ମୁଁ ଆଜି କୋଷାଗୁଣ୍ଡା ଥାନା ଗୋଟେ ଲିଖିତ ଅଭିଯୋଗ କରୁଛି। ଆପଣଙ୍କ ସହିତ ଏଇଟା ଅନଲାଇନ୍ ଠକେଇ ହେଇଛି ବୋଲି ଆପଣ ଅନଲାଇନ୍ ଠକାଇଛି, ସାଇବର ଠକାଇଛି ବୋଲି ମୁଁ ଜାଣିପାରୁଛି। ବର୍ତ୍ତମାନ ଆପଣ କ'ଣ ଚାହୁଁଛନ୍ତି ପୋଲିସ ପ୍ରଶାସନ? ମୋତେ ନ୍ୟାୟ ଦରକାର ବୋଲି ମୁଁ ଚାହୁଁଛି। କିନ୍ତୁ ମୋର ପଇସା ରିଫଣ୍ଡ ଦେଇଛି ରିପୋର୍ଟଟା, ତାପରେ କ'ଣ କରୁଛନ୍ତି ଜଣାପଡ଼ିବ।